ବିଜେଡି को ଶ୍ରୀମୟୀ ଏଲିନାଙ୍କ ବାଣ ପୁଣି ଥରେ ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ନିଶାନା ନା ନେଇ ସୋସିଆଲ ମିଡିଆରେ ଧୋଇ ଦେଲେ। କ୍ରୀତଦାସ ପାଇଁ ବିଜେଡି କର୍ମୀ ହନ୍ତସନ୍ତ। ଆଗକୁ କାହାର କ'ଣ ହେବ ତାହା ପ୍ରେସ୍ ରିଲିଜରେ ହିଁ ଜଣାପଡ଼ିବ। ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। 51 50 ଆଉ ଏବେ 48 ହେଲେ ଏମିତି କିଛି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ। ବରଡ଼ା ଉପାଖ୍ୟାନ ଦେଇ ସେ କହିଛନ୍ତି କି ପୂର୍ବରୁ 51 ଥିଲେ, ଏବେ 50 ଆଉ ଏବେ 48 କୁ ଖସିଛନ୍ତି। ଭିକେ ପାଣ୍ଡିଆନଙ୍କ ନାଁ ନେଇ ବି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଲିନା। ଫେସବୁକରେ ଲେଖିଥିବା ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି କି କ୍ରୀତଦାସ ପାଇଁ ଆଜି ଓଡ଼ିଶା ପୁରା ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି। ଏବେ ବି ଯଦି ବିଧାୟକ ମାନେ ଏକ ନ ହୋଇ କ୍ରୀତଦାସତା କରିବେ ତାହେଲେ ଆଗାମୀ ଦିନରେ କାହାର କ'ଣ ହେବ ତାହା କେବଳ ପ୍ରେସ୍ ରିଲିଜ ଓ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇବେ କହି ସମାଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ବେଳ ଥାଉ ଥାଉ ସବୁ ଏକ ହୁଅନ୍ତୁ ବୋଲି କହି ବିଜେଡିକୁ ଜଗନ୍ନାଥ ହିଁ ଭରସା ବୋଲି ଏଲିନା ଲେଖିଛନ୍ତି। ଖାଲି ଏଲିନା ନୁହନ୍ତି, ଶ୍ରୀମୟୀ ବି ନିଜ ଚିରାଚରିତ ଢଙ୍ଗରେ ବିଜେଡିକୁ ପୁଣି ମାଡ଼ ମାରିଛନ୍ତି। ପିଲା ଛୋଟ ଥିବା ବେଳେ ବାପା ତା ସବୁ କଥାରେ ହଁ କୁହେ, ଗାଈକୁ ବି ହାତୀ କହିଦିଏ, କିନ୍ତୁ ବଡ଼ ହେଲା ପରେ ଯଦି ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତାହେଲେ ଜନେ ହସନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ ମିଶ୍ର। ବ୍ୟୁରୋ ରିପୋର୍ଟ, ଜନତା ଟିଭି।